ଆସିକି ସେପଟେ ଖାଇବାକୁ ଯାଇଥିନି ମୁଁ ଏଠି ପହଞ୍ଚିଛି ଯେ ମୋତେ ନନା ଫୋନ୍ କଲେ କି ଗାଡ଼ି ଜଲ୍ଦି ବୁଲେଇକି ଆସ। ଆମେ ବୁଲେଇକି ଆସିକି ଏଠି ପହଞ୍ଚିଲା ବେଳକୁ ସେ ଡକାୟତ ଏଠି ବାହାରୁଛନ୍ତି ଡକାୟତ କରି ବାହାରି କରିଛନ୍ତି। ନନା କହିଲେ ଗାଡ଼ି ରେଡ଼ି କରି ରଖିଲା ପରେ ଆମେ ଏଠି ବାହାରୁଛନ୍ତି ଆମେ ତାଙ୍କୁ ଏଠି ଗାଡ଼ି ଲଗେଇଲୁ। ଲଗେଇଲା ପରେ ସିଏ ରହିଗଲେ ଗାଡ଼ିରୁ ଗଳି ପଡ଼ିଲା ପରେ ଫାୟାରିଂ କରିଛନ୍ତି। ଫାୟାରିଂ କଲା ପରେ ଗଳି ପଡ଼ି ତ ଫାୟାରିଂ କରୁଛନ୍ତି ଆମେ ଏଠି ଆଇଛୁ। ତାପରେ ଗାଡ଼ିରେ ଗୁଳି ବାଜିଛି ବାଁ ପଟେ ଲେଫ୍ଟ ସାଇଡ୍ ଡୋରରେ ଆଉ ତାପରେ ଫାୟାରିଂ ସରିଲା ପରେ ମୁଁ ତାଙ୍କ ପିଛାରେ ଗୋଡ଼େଇ କରି ଲାଷ୍ଟକୁ ଗଡ଼ିଆରେ ପକେଇ ଜଣକୁ ଧରିଛି। ଯେତେବେଳେ ବାହାରିଲେ ସେତେବେଳେ ଗାଡ଼ି ନେଇକି ତାଙ୍କ ପଛରେ ଦରକାର ଯେତେବେଳେ ବାହାରିଲେ ସେପଟେ ଆମେ ଥିନୁ ତାଙ୍କ ପିଛାରେ ଗାଡ଼ିଟାକୁ ଲଗେଇ ଦେଲୁ ସେ ଗଳି ପଡ଼ିଲେ ତାକୁ ବାଡ଼େଇଛୁ ସେତେବେଳେ ଗଳି ପଡ଼ିଲେ ଗାଡ଼ି ଯେତେବେଳେ ଗଳି ପଡ଼ିଲେ ପିଲା ସବୁ ଗ୍ୟାଦରିଂ ହେଲେ ଘେରିଗଲେ। ଗାଡ଼ିରେ 3 ଜଣ ଥିଲେ। 3 ଜଣ ଥିଲେ। ସେତେବେଳେ ସେ ସାଙ୍ଗେ ସାଙ୍ଗେ ଗୁଳି ଚଲେଇଛନ୍ତି ଗୁଳି ଫାୟାରିଂ ଡର ଲାଗିବ ଯେତେବେଳେ ଆମ ଜିନିଷଟା ଆମେ ନେଇଯାଉଛନ୍ତି ଡର କାହିଁ ମାରିବୁ ଅନ୍ୟ ମରିବୁ ଏ ଗୁଳି ଚଲେଇବୁ ନା କିନ୍ତୁ ଜଣକୁ ତ ଧରିବୁ ନା ଯାହା ବି ଧରିବୁ ନା ଜଣକୁ ଗୁଳି 4-5 ରାଉଣ୍ଡ ଫାୟାର ହେଇଛି। ମୁଁ ଏମିତି ଠିଆ ହେଇଛି ମୋ ଫ୍ରଣ୍ଟରେ ଫାୟାର ହେଉଛି ଭାଇ ଗଲେ ରାଇଟ୍ ସାଇଡ୍ ଫ୍ରଣ୍ଟ ଫାୟାର କରୁଛନ୍ତି ମୁଁ ଲେଫ୍ଟ ସାଇଡ୍ରେ ତ ସେଥିପାଇଁ ମୋ ଦେହରେ ଗୁଳି ବାଜିଲା। ଗାଡ଼ିରେ ଗୋଟେ ଗାଡ଼ିରେ ଥିଲେ ସେତେବେଳେ ଗାଡ଼ି ଖୋଲିଛନ୍ତି ତାଙ୍କ ଗୁଳି ବାଜିନି ବାଜିଛି ମୋ ପିଲାଙ୍କ ଧରେ ବାଜି ଯାଇଛି। ଗାଡ଼ିରେ ଆମେ 2 ଜଣ ହେଇଥିଲୁ। କାଲି ହେଉଛି ତାଙ୍କର ଆସିଲେ ବାଇକ୍ରେ 2ଟା ବାଇକ୍ରେ ଆସିଲା ପରେ ଗୋଟେ ବାଇକ୍ ରାସ୍ତା ଉପରେ ରଖିଲେ ଆଉ ଗୋଟେ ବାଇକ୍ 3 ଜଣ ଭିତରକୁ ପଶିଲେ 3 ଜଣ ପଶିକି ଭିତରେ ହେଉଛି ଦେଖେଇଲେ ବନ୍ଧୁକ ଦେଖେଇ ଜିନିଷ ଲୁଟ୍ କରିକି ଯାଉଥିଲେ। ଆମର ଷ୍ଟାଫ୍ ଜଣେ ଗାଡ଼ି ଡ୍ରାଇଭର ଆଣିକି ଗାଡ଼ି ପିଟିଲା ପରେ ପଡ଼ିଗଲା ପରେ ସେମାନେ ତାଙ୍କ ଜୀବନକୁ ଇଏ କରିବା ପାଇଁ ବନ୍ଧୁକ ଗୁଳି ଚଲେଇଲେ। ଆମ ଷ୍ଟାଫ୍ 2 ଜଣ ତାଙ୍କୁ ଧରିବାକୁ ତାକୁ ଗୁଳି ମାରିଲେ। ତାଙ୍କ ନାଁ ହେଉଛନ୍ତି ଡାକ ନାଁ ହେଉଛି ବାଇଆ ବୋଲିକି ଡାକନ୍ତି। ଆଉ ଜଣେ ହେଉଛନ୍ତି ଆଉ ଇଲେକ୍ଟ୍ରି ଅଫିସରେ ପିଲା ଚାକିରି କରିଛି ସେ ନୀଳମଧବ ପଣ୍ଡା। ଆଉ ଦୀପକ ସାହୁ ସିଏ ବି ଏଇଠି ଦେଖିଲୁ। ତାପରେ ତାକୁ ପବ୍ଲିକ ଲୋକ ଆସିଲେ ତାକୁ ଗୋଡ଼େଇଲା ପରେ ସେ ଡିଆ ମାରିକି ପଳେଇ ଯାଇଥିଲେ। ତାକୁ ଧରିକି ତାଙ୍କୁ ଆଣିକି ଗୋଟେ ଘର ଭିତରେ ପୁରେଇକି ରଖିଲୁ। ଆଉ ଗୋଟେ ଥାନାବାଲା ଆସିକି ନେଇଗଲେ ଆଉ ସାଧା ବିଷୟରେ ଆସିଥିଲେ। ପ୍ରଥମେ ଆସିକି ଦେଖିଲେ ଆମେ କାନଫୁଲ ଦେଖାଉ ଆଉ ତାପରେ ଉପରକୁ ଯାଇକି ଦେଖିଲେ କହିଲେ ଆମକୁ ଦେଖାଉ ରିଙ୍ଗ ଦେଖିଲା ପରେ ତାଙ୍କୁ ପିସ୍ତଲ ଦେଖେଇଲେ ବାବୁ ପିସ୍ତଲ ଦେଖିଲା ପରେ ଜିନିଷ ଲୁଟ୍ କଲେ ଆଉ ଜଣେ ପିନ୍ଧିକି ଆସିଥିଲା ଗୋଟେ ଧଳାର ଚୁତା ହେରିକା ଆଉ ଜଣେ ଜିନ୍ ପ୍ୟାଣ୍ଟ ଗଞ୍ଜି ହେରିକା ପିନ୍ଧିଲେ 3 ଜଣ। ତାଙ୍କ ବାହାରେ ଜଣେ ପଲ୍ସର ଧରିକି ସେ ଗାଡ଼ିଟା ଚଲାଉଥିଲା ଘୁଁ ଘୁଁ କରୁଥିଲା 3 ଜଣ ସେ ଗାଡ଼ିରେ ନାଲା ଆପାଜରୁ 3 ଜଣ ହେଉଛି ଓହ୍ଲେଇକି ଦୋକାନକୁ ଯାଉଥିଲେ।